ସାଙ୍ଗମାନେ ଆମ କାଳିଆ ଶାନ୍ତ ନିଜ ଭକ୍ତ ପାଇଁ କଣ କଣ ନ କରନ୍ତି। ଖାଲି ବିଶ୍ୱାସ ଭକ୍ତିର ସହିତ ଥରେ ଜଗାକୁ ଡାକି ଦେଖନ୍ତୁ ନା। ସେ କୋଟି ଓଡ଼ିଆଙ୍କର ମଉଡ଼ମଣି ଚଳନ୍ତି ଠାକୁର ସିଏ ଆମର। ଭକ୍ତଙ୍କର ବହୁ ପ୍ରକାରର ପରୀକ୍ଷା ସେ ନିଅନ୍ତି। କଠିନ ପରୀକ୍ଷାରେ ଯେଉଁମାନେ ତାଙ୍କର ନିକଟତର ହୁଅନ୍ତି ସେ ଭକ୍ତ ପାଇଁ କିଛି ବି କରିପାରନ୍ତି। ସାଙ୍ଗମାନେ ଆଜି ଆମେ ଜାଣିବା ଜଗନ୍ନାଥଙ୍କୁ ଜ୍ୱର କାହିଁକି ହୁଏ। ହଁ ସାଙ୍ଗମାନେ ଜୟ ଜଗନ୍ନାଥ, ନମସ୍କାର। ମୁଁ ସୁଚିତ୍ରା ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଆଉ ଏକ ନୂଆ ଭିଡିଓକୁ। ସାଙ୍ଗମାନେ ଦେବସ୍ନାନ ପୂର୍ଣ୍ଣିମା ପରେ ଜଗନ୍ନାଥଙ୍କୁ ଜ୍ୱର ହୋଇଥାଏ। ତାଙ୍କର ସେବା କରାଯାଏ। 15 ଦିନ ଯାଏ ଜଗନ୍ନାଥ ପ୍ରଭୁ ବଳଭଦ୍ର ଦେବୀ ସୁଭଦ୍ରା ଜ୍ୱରରେ ପଡନ୍ତି। ଏହି ସମୟରେ ତାଙ୍କୁ ବିଶେଷ ଔଷଧ ଦିଆଯାଏ, ହାଲୁକା ଖାଦ୍ୟ ଦିଆଯାଏ, ଆଉ କାଢା ତିଆରି କରି ପିଇବାକୁ ଦିଆଯାଏ। ମାଟି ତଳେ ପୋତା ହୋଇଥିବା ଫୁଲୁରି ତେଲରେ ତାଙ୍କର ସେବା କରାଯାଏ। ସେବା ପରେ ପ୍ରଭୁ ଜଗନ୍ନାଥ ଜ୍ୱରରୁ ଭଲ ହୋଇଗଲେ ତାଙ୍କର ନବଯୌବନରେ ଦର୍ଶନ ଦିଅନ୍ତି। ତାପରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ତାଙ୍କର ଅନୁଷ୍ଠିତ ହୁଏ। ତେବେ ଆପଣ ମାନେ ଭାବୁଥିବେ ପ୍ରଭୁ ଜଗନ୍ନାଥଙ୍କୁ ବି ଜ୍ୱର ହୁଏ, ତା ପୁଣି 15 ଦିନ ପର୍ଯ୍ୟନ୍ତ। ତେବେ ଏହା ପଛରେ ଏକ ସୁନ୍ଦର କାହାଣୀ ରହିଛି, ଯାହାକି ଭକ୍ତ ଓ ଭଗବାନଙ୍କର ଭାବକୁ କୁହାଯାଏ। ଭଗବାନ କହିଛନ୍ତି ଯେ ଯଦି ମୋ ଭକ୍ତଙ୍କ ଦେହ ଖରାପ ହୋଇପାରିବ ତାହେଲେ ମୋ ଦେହ କାହିଁକି ଖରାପ ହୋଇପାରିବ ନାହିଁ। ତେବେ ସାଙ୍ଗମାନେ ଚାଲନ୍ତୁ ଜାଣିବା ଏହା ପଛର ରହସ୍ୟ। ଏହି କଥା ପ୍ରଭୁ ଜଗନ୍ନାଥ ଓ ତାଙ୍କର ଜଣେ ବଡ଼ ଭକ୍ତ ଶ୍ରୀ ମାଧବ ଦାସଙ୍କର। ମାଧବ ଦାସ ସର୍ବଦା ଜଗନ୍ନାଥଙ୍କୁ ଭକ୍ତି କରୁଥିଲେ, ତାଙ୍କର ଭଜନରେ ମଗ୍ନ ରହୁଥିଲେ, ସବୁଦିନ ଜଗନ୍ନାଥଙ୍କର ଦର୍ଶନ କରୁଥିଲେ। ସଂସାର ପ୍ରତି ତାଙ୍କର କୌଣସି ମୋହମାୟା ନଥିଲା। ଦିନେ ମାଧବ ଦାସଙ୍କୁ ବହୁତ ଜୋରରେ ଜ୍ୱର ହେଲା। ଏତେ ଜୋରରେ ଜ୍ୱର ହେଲା ଯେ ନା ସେ ଉଠି ପାରୁଥିଲେ ନା ସେ ବସି ପାରୁଥିଲେ। ସେ ଏକୁଟିଆ ରହୁଥିବାରୁ ସବୁ କାର୍ଯ୍ୟ ତାଙ୍କୁ ହିଁ କରିବାକୁ ପଡୁଥିଲା। ଯଦି କେହି ତାଙ୍କୁ ସାହାଯ୍ୟ କରିବାକୁ ଆସୁଥିଲେ ସେ ତାଙ୍କୁ ମଧ୍ୟ ମନା କରିଦେଉଥିଲେ, ଆଉ କହୁଥିଲେ ପ୍ରଭୁ ଜଗନ୍ନାଥ ଅଛନ୍ତି ନା, ସେ ତାଙ୍କୁ ସାହାଯ୍ୟ କରିବେ, ସେ ମଧ୍ୟ ରକ୍ଷା କରିବେ। ଜଗନ୍ନାଥଙ୍କ ଲୀଳା ବି ବଡ଼ ବିଚିତ୍ର। ମାଧବ ଦାସଙ୍କ ଦେହ ଏତେ ଖରାପ ହେଲା ଯେ ସେ ମଳମୂତ୍ର ବି ତାଙ୍କ ବସ୍ତ୍ରରେ କରିବାକୁ ଲାଗିଲେ। ପ୍ରଭୁ ଜଗନ୍ନାଥ ନିଜ ଭକ୍ତର ଏମିତି ଅବସ୍ଥା ଦେଖି ପାରିଲେ ନାହିଁ, ଆଉ ସେ ନିଜର ଭକ୍ତଙ୍କର ସେବା କରିବା ପାଇଁ ଆସିଗଲେ। ଭଗବାନ ଜଗନ୍ନାଥ ମାଧବ ଦାସଙ୍କର ସେବା କରୁଥାନ୍ତି। ଜଗନ୍ନାଥ ମାଧବ ଦାସଙ୍କର ମଇଳା ବସ୍ତ୍ର ମଧ୍ୟ ଧୋଉଥାନ୍ତି। ଭଗବାନ ନିଜ ଭକ୍ତଙ୍କର ବହୁତ ପ୍ରେମ ପୂର୍ବକ ସେବା କରୁଥାନ୍ତି। କିଛି ଦିନ ପରେ ମାଧବ ଦାସ ଭଲ ହେବାକୁ ଲାଗିଲେ। ଯେତେବେଳେ ତାଙ୍କର ଚେତା ଫେରିଲା ସିଏ ଆସ୍ତେ ଆସ୍ତେ ଦେଖିବାକୁ ଲାଗିଲେ, ଆରେ ପ୍ରଭୁ ଆପଣ ଆସି ମୋର ସେବା କରୁଛନ୍ତି। ପ୍ରଭୁ କାହିଁକି ଆପଣ ମୋ ସେବା କରୁଥିଲେ? ଆପଣଙ୍କ ସେବା ତ ପୁରା ସଂସାର କରୁଛନ୍ତି। ଜଗତର ମାଲିକ ଆପଣ ଅଟନ୍ତି, ଆଉ ଆପଣ ମୋର ସେବା କରୁଛନ୍ତି। ଆପଣ ଯଦି ଚାହିଁଥାନ୍ତେ ମୋର ରୋଗ ହିଁ ଦୂର କରିପାରିଥାନ୍ତେ। ଆପଣ ଏହି କାମ କଲେ ମତେ ଭଲ ଲାଗିଲା ନାହିଁ। ପ୍ରଭୁ ଜଗନ୍ନାଥ କହିଲେ, ହେ ମାଧବ ଦାସ, ସତ୍ୟତା ହେଉଛି ମୁଁ ମୋର ଭକ୍ତର କଷ୍ଟ ଦେଖି ପାରିଲି ନାହିଁ, ଏଥିପାଇଁ ମୁଁ ତୁମର ସେବା କରୁଥିଲି। ମୁଁ ଯଦି ଚାହିଁଥାନ୍ତି ତୁମର ରୋଗ ମଧ୍ୟ ଭଲ କରିପାରିଥାନ୍ତି। ଏହା ଭାଗ୍ୟରେ ଲେଖା, ତାହା ନିଶ୍ଚୟ ଘଟିବ। ଏ ଜନ୍ମରେ ଯଦି ନ ଭୋଗିବ ତାହେଲେ ପୁଣି ଆଉ ଏକ ଜନ୍ମ ନେବାକୁ ପଡିବ। ଆଉ ମୁଁ ଚାହେଁନି ଯେ ମୋ ଭକ୍ତ ଏହି ଛୋଟ କାରଣ ପାଇଁ ଆଉ ଏକ ଜନ୍ମ ନେଉ, ଏଥିପାଇଁ ମୁଁ ତୁମର ସେବା କରିବା ପାଇଁ ଆସିଗଲି। ଲୋକମାନେ କୁହନ୍ତି ଭଗବାନ ଦୁଃଖ ଦେଉଛନ୍ତି, ଭଗବାନ ଦୁଃଖ ଦିଅନ୍ତୁ, କିନ୍ତୁ ତାହା ତ ଭୋଗିବାକୁ ପଡିବ। କିନ୍ତୁ ତାକୁ ସହିବାକୁ ସାହସ, ଧୈର୍ଯ୍ୟ ଓ ଶକ୍ତି ବି ଭଗବାନ ହିଁ ଦିଅନ୍ତି। ତାଙ୍କର ପ୍ରେମ ଓ ବିଶ୍ୱାସ ରହିବା ଦରକାର। ତେଣୁ ହେ ମାଧବ, ମୁଁ ସେଥିପାଇଁ ତୁମ ସେବା କରିଥିଲି। ଆଉ ଏବେ ମଧ୍ୟ ତୁମ ଭାଗ୍ୟରେ ତୁମ ଭାଗର 15 ଦିନର ରୋଗ ଭୋଗିବାକୁ ଅଛି। ଆଉ ମୁଁ ତୁମର ଏଇ ଅବସ୍ଥା ଆଉ ଦେଖିପାରିବି ନାହିଁ। ହେ ମାଧବ, ତୁମ ଭାଗର 15 ଦିନର ରୋଗ ମୁଁ ମୋ ନିକଟକୁ ନେଇଯାଉଛି। ସେଇ ଦିନ ଠାରୁ ପ୍ରଭୁ ଜଗନ୍ନାଥ ମାଧବ ଦାସଙ୍କ ଠାରୁ 15 ଦିନର ରୋଗ ନେଇଯାଇଥିଲେ। କୁହାଯାଏ ପ୍ରଭୁ ଜଗନ୍ନାଥଙ୍କର 15 ଦିନ ଯାଏ ଜ୍ୱରରେ ପଡନ୍ତି। ଜ୍ୟେଷ୍ଠ ମାସରେ ସ୍ନାନ ପୂର୍ଣ୍ଣିମା ଦିନ ପ୍ରଭୁ ସ୍ନାନ କରିସାରିବା ପରେ 15 ଦିନ ଯାଏ ଜ୍ୱରରେ ପଡନ୍ତି, ଆଉ ତାଙ୍କର ସେବା କରାଯାଏ। ଏହା ବର୍ଷ ବର୍ଷ ଧରି ଚାଲୁଅଛି। 15 ଦିନ ପର୍ଯ୍ୟନ୍ତ ତାଙ୍କର ପୂଜା ମଧ୍ୟ ବନ୍ଦ କରିଦିଆଯାଏ। ରତ୍ନ ସିଂହାସନ ଉପରେ ପଟ୍ଟଚିତ୍ର ପୂଜା କରିଯାଏ। ସାଙ୍ଗମାନେ ଆଜିର ଏ ଭିଡିଓଟି ଆପଣମାନଙ୍କୁ କେମିତି ଲାଗିଲା? ଯଦି ଭିଡିଓଟି ଆପଣମାନଙ୍କୁ ଭଲ ଲାଗିଥାଏ କମେଣ୍ଟରେ ନିଜର ମତାମତ ଦେବେ, ଗୋଟେ ଛୋଟ ଲାଇକ୍ କରିଦେବେ, ଆଉ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିବାକୁ ଭୁଲିବେନି। ରହୁଛି, ପୁଣି ଦେଖାହବ ଆଉ ଏକ ନୂଆ ଭିଡିଓରେ।
ନମସ୍କାର, ଜୟ ଜଗନ୍ନାଥ।